ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ମୁଁ ଗୁଜରାଟର ଭୁଜରେ ଅଛି। କିଛି କାମ ଥିଲା, ତେଣୁକରି ଆସିଛି ଲୋକେସନ୍କୁ। ଆଉ ଯେତେବେଳେ ସକାଳୁ ସକାଳୁ ମୁଁ ରେଡ଼ି ହେଇକି ବାହାରିଗଲି ମୋ କାମ ଜାଗାକୁ, ବାଟରେ ଗଲାବେଳେ ମୁଁ ବହୁତ ସାରା ୱିଣ୍ଡ ଭେନ୍ ଇନଷ୍ଟଲେସନ୍ ହେଇଛି ଦେଖିଲି। ତ ଏମିତି କଥାବାର୍ତ୍ତା ହଉ ଡ୍ରାଇଭର ଭାଇ କହିଲେ ଯେ ସାର୍ ଏଇ ଯେଉଁ ଆମର ୱିଣ୍ଡ ମିଲ୍ ସବୁ ଲାଗିଛି, ସେଗୁଡ଼ା ସବୁ ତା ଦେହରୁ ଯେଉଁ ଏନର୍ଜି ଜେନେରେଟ୍ ହୁଏ, ତ ଆମର ଲୋକମାନେ ସବୁ ନିଜ ଘରେ ୟୁଜ୍ କରନ୍ତି, ପ୍ଲସ୍ ସେମାନେ ଏଗ୍ରିକଲଚର୍ ଚାଷବାସ କଲାବେଳକୁ ଯେଉଁ ଇଲେକ୍ଟ୍ରିସିଟି ୟୁଜ୍ ହୁଏ ତା ପାଇଁ ବି ଏଇଟା ଗୋଟେ ଭଲ କାମରେ ଲାଗେ। ଶୁଣିକି ବହୁତ ଖୁସି ଲାଗିଲା ଯେ ସେମାନେ ମାନେ ରିନ୍ୟୁଏବଲ୍ ସୋର୍ସକୁ କେତେ ଭଲ ଭାବରେ ୟୁଟିଲାଇଜ୍ କରୁଛନ୍ତି। ଆଉ ଏମିତି କଥାବାର୍ତ୍ତା ହେଇକି ବାଟଟା ତ ଯେହେତୁ ପାଖାପାଖି 150-160 କିଲୋମିଟର ଯିବାର ଥିଲା, କଥାବାର୍ତ୍ତା ହେଇକି ଟାଇମ୍ଟା ପାସ୍ ହେଇଗଲା। ତାପରେ କାମ ଜାଗାରେ କାମ ସରୁ ସରୁ ହେଇଗଲାଣି ସେତେବେଳକୁ ରାତି 8:30-8:40। ତାପରେ ଭୁଜ ପୁଣି ରିଟର୍ନ ଆସିଲୁ। ରିଟର୍ନ ପହଞ୍ଚିଲା ବେଳକୁ ହେଲାଣି 10:30, 10:40 ଖଣ୍ଡେ। ଡ୍ରାଇଭର ଭାଇଙ୍କୁ ବହୁତ ଭୋକ, ସେ କହିଲେ ସାର୍ ଚାଲନ୍ତୁ ଖାଇଦେବା ଆଗ। ତେଣୁ ଏମିତି କଥାବାର୍ତ୍ତା ହେଇକି ସେ ନେଇକି ମୋତେ ପହଞ୍ଚେଇ ଦେଲେ ଗୋଟେ ବଢ଼ିଆ ଗୁଜୁରାତି ରେଷ୍ଟୁରାଣ୍ଟରେ। ମୁଁ ଭାବିଲି କେମିତି ହେଇଥିବ, ନର୍ମାଲ୍ ରେଷ୍ଟୁରାଣ୍ଟ ଗୋଟେ ହେଇଥିବ, କିନ୍ତୁ ବିଶ୍ୱାସ କରିବେନି ସେ ରେଷ୍ଟୁରାଣ୍ଟରେ ଯେଉଁ ଏଣ୍ଟ୍ରାନ୍ସ ପାଖାପାଖି ପହଞ୍ଚିଲା ବେଳକୁ ଦେଖିକି ମନ ଅଧା ଭରିଗଲା। ମାନେ ଏତେ ଖୁସି ଲାଗିଲା, ଏତେ ସୁନ୍ଦର ଭାବରେ ସଜା ହେଇଛି ରେଷ୍ଟୁରାଣ୍ଟଟି। ବେଶୀ ବଡ଼ ରେଷ୍ଟୁରାଣ୍ଟ ନୁହେଁ, ବେଶୀ ମହଙ୍ଗା ରେଷ୍ଟୁରାଣ୍ଟ ନୁହେଁ, କିନ୍ତୁ ବହୁତ ବଢ଼ିଆ ଭାବରେ ସଜା ହେଇଛି। ଆରେଞ୍ଜମେଣ୍ଟ ବହୁତ ଭଲ, ଷ୍ଟାଫ୍ ବି ବହୁତ ଭଲ ବ୍ୟବହାର। ଯାଉ ଡାକିକି ଆଜ୍ଞା ଏଠି ବସନ୍ତୁ, ଇଏ କରନ୍ତୁ, ଆଣିକି ଥାଳି ସଜାଇଦେବା, ତାଙ୍କର ଯେଉଁ ଟେବୁଲ୍ ଆରେଞ୍ଜମେଣ୍ଟ ସେଇଟା ଦେଖିକି ଆହୁରି ଭଲ ଲାଗିଲା। ଆଉ ଯେତେବେଳେ ସେମାନେ ବିଭିନ୍ନ ପ୍ରକାର ଆଇଟମ୍ସ ଆଣିକି ବାଢ଼ିଦେଲେ ନା, ଆଉ ତାକୁ ଦେଖିକି ଆରେଞ୍ଜମେଣ୍ଟ ଆଉ ସେ ଯେଉଁ ତା ଚାଖିଲା ବେଳକୁ ଏତେ ବଢ଼ିଆ ଟେଷ୍ଟ, ମାନେ ବହୁତ ମନ ଖୁସି ହେଇଗଲା। ମନ ଭରିକି ଆମେ ଦୁଇ ଜଣ ଯାକ ଖାଇଲୁ। ତାପରେ ଫାଇନାଲି ଡ୍ରାଇଭର ଭାଇ ଖୁସି ହେଇକି ଖୁସି ହେଲେ, କହିଲେ ଥ୍ୟାଙ୍କ ୟୁ ବି କହିଲେ। ତାପରେ ଡ୍ରାଇଭର ଭାଇ ଆଣିକି ମୋତେ ମୋ ହୋଟେଲ ପାଖରେ ଛାଡ଼ିଦେଲେ। ଆଉ ମୋର ଆଜିର ଦିନ ତାପରେ ଏଣ୍ଡ ହେଲା। କାଲିକି ପୁଣି ଦେଖିବା କେମିତି କ'ଣ ଦିନଟି ଯାଉଛି। ଆଉ ଆପଣମାନେ ନିଶ୍ଚିନ୍ତ ମୋ ଭିଡ଼ିଓକୁ ଟିକେ ପ୍ଲିଜ୍ ଅଧିକରୁ ଅଧିକ ମାତ୍ରାରେ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରନ୍ତୁ, ଯାହାଦ୍ୱାରା କି ମୋତେ ଏନକରେଜମେଣ୍ଟ ମିଳିବ କିମ୍ବା ଆଉ ଟିକେ ଭଲ ଭିଡ଼ିଓ ବନେଇବି। ଧନ୍ୟବାଦ।